ଗପ କହିବାକୁ ଚାହୁଁଛି। ଦିନେ ଶିକାରଟିଏ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲା। ସେ ଦେଖିଲା ଯେ କିଛି ଚଢ଼େଇ ମାନେ ଉଡୁଥିଲେ। ସେ ଭାବିଲା ଯେ ମନେ ମନେ ତା ରାଜାକୁ ନେଇ ସବୁ ଚଢ଼େଇକୁ ବିକିଦବ। ତାପରେ ସେ ଜାଲ ଆଉ ଚାଉଳ ପକେଇଦେଲେ। ତାପରେ ଚଢ଼େଇ ମାନେ ପହଞ୍ଚିଲେ। ରାଜା କହିଲେ ଯେ ଏତେ ଶିକାର ରାଜା। ତାପରେ ଶିକାର ବାହାରି ଗଲା। ତାପରେ ସବୁ ଚଢ଼େଇ ଉଡ଼ିବା ଧରିଲେ। ତାପରେ ସେଇମାନେ ନିଜେ କହିଲେ ଯେ ଆମେ ଏକା ଉଡ଼ିବେ ତ ଆମେ ଉଡ଼ି ପାରିବାନି। ଚାଲ ଆମେ ସାଙ୍ଗ ଉଡ଼ିବା। ତାପରେ ସେମାନେ ସାଙ୍ଗ ରାଜାର ଗୋଟେ ସାଙ୍ଗଟେ ଥିଲା, ସେ ଗୋଟେ ମୂଷା। ତାପରେ ସାଙ୍ଗମାନେ ରାଜା କହିଲେ ଯେ ଚାଲ ଆମର ସାଙ୍ଗକୁ ଯିବା ମୂଷା। ସେ ଟିକି କରି ରାଜା କାଟିଦବ। ତାପରେ ପହଞ୍ଚିଗଲେ। ତାପରେ ରାଜା ତା ସାଙ୍ଗକୁ ଡାକିଲା। ତାପରେ ମୂଷାଟି ଆସିଗଲା। ତାପରେ ଡାଳଟି ଟିକି ରାଜଟେ କାଟିଦେଲା। ତାପରେ ସବୁ ସାଙ୍ଗମାନେ ସମସ୍ତେ ଧନ୍ୟବାଦ କହିଗଲେ। ସମସ୍ତେ ପଳେଇଲେ। ଏତିକି ମୋର ଗପ ସରିଗଲା। ନମସ୍କାର। କାଲିକୁ ଭିଡ଼ିଓରେ କଥା ହେବା।